रामं लक्ष्मणं पूर्वजं रघुवीरं सीतापतिं सुन्दरं काकुत्स्थं करुणाकरगुणनिधिं विप्रप्रियधार्मिकं राजेन्द्रं सत्यसन्धदशरथतनयं श्यामलं शान्तमूर्ति वन्दे लोकाभिरामं रघुकुलतिलकं राघवं रावणारि। भक्तवत्सल भगवान की जय, राम नारायण की जय, लक्ष्मण लाल जी की जय, भरत लाल जी की जय, शत्रुघ्न लाल जी की जय, संकट मोचन हनुमान की जय, जनक नंदिनी सीता देवी की जय, मोर प्रिय श्रोता बंधु मान की जय, सचिदानंद भगवान की जय, यूट्यूब कर्मकर्ता मान को जय, 33 कोटी देवता मान को जय, झंकड़वासिनी माँ शरण को जय, दशदी गोपाल मान को जय, स्वर्गमर्त्य पाताल की जय। मोर प्रिय श्रोता बंधु आपण मानक नमस्कार करी आरंभ करने को जाऊँ। ये संपूर्ण धारावाहिक रामायण कथा आपण माने दयाकोरी संपूर्ण शुणिबे, वीडियो टी सब्सक्राइब करेंगे और लाइक टे करेंगे। आपण अनुष्ठान जहा मोर प्रिय श्रोता बंधु माने पुणी टे परिवर्तन चाहिए ता भी स्वाभाविक, कहीं कौ शास्त्र विरुद्ध कहवा उचित नुहे। तेणु आपण मैंने बुझीपारे। तेणु आज वाल्मीकि रामायण विषय आलोचना करवा। आपण मानक कौन लगे आपण मैंने चिंता करेंगे। यदि अधमूट दोष थाए क्षमा देवे। जितेबाला प्रिय श्रोता बंधु मैंने न चाहते वाल्मीकि रामायण चाहिए आम तुलसीदास रामायण कले। जिते तुलसीदास रामायण चाहिए कि कमेंट बक्स लिखिले हम वाल्मीकि रामायण आरंभ कले कौन करवा। जमी गाई पछर बाछुरी गोड़े जाती आमर कर्तव्य है से श्रोता बंधु मैंने जदि बेसी संख्यार न शुणे जदि भल न लगे आम कर लाभ कौन अच्छी। से माने भगवान है आम भक्त। ये कही प्रिय श्रोता बंधु मान नमस्कार करी आम आरंभ करवा। धरखंडिया करें संपूर्ण खराब लागू बरं संपूर्ण शुणे आ वीडियो टी सब्सक्राइब करेंगे, लाइक करेंगे। ये आपण पाखे हली जिते आज आप शुणे भरतंकर अयोध्या प्रत्यावर्तन विषय। तुलसीदास रामायण आउ 2-3 दिन था किंतु मोर प्रिय श्रोता बंधु मानक विरक्त लगे बोली बेसी भी देखिले ना। तेणु आज बदल है। तेणु आपण मैंने क्षमा करेंगे। जेते भरत राम को बुझेले, राम भरत को बुझेले, वशिष्ठ ऋषि भरत को बुझेले। भरतंकर ना मु बरंग बणरे रही 14 वर्ष किंतु भाई तुम्हें जाओ रजा है कि भरत राम भरत कथा बुझुना कि भरत कथा राम बुझीपारना कई क्या कथा राजी हूँ। तथापि भरत एत कथा कही राम को एक प्रकार राजी करने को आणिले। आउ देवगण मान देखिले राम काले राजी हो
ଏସବୁ ଦେବଗଣମାନେ ସ୍ୱର୍ଗରେ ଥାଇକି ଦେଖୁଥିଲେ, ଭାବିଲେ ମର୍ଯ୍ୟାଦା ପୁରୁଷ ରାମ ଠିକ୍ କରିଛନ୍ତି। ଯଦି ରାଜି ହେଇଥାନ୍ତେ ଆମ ଦେବଗଣମାନଙ୍କର ଦୁଃଖ ଆଉ ଯାଇନଥାନ୍ତା। ବିଷ୍ଣୁ ମନରେ ଇନ୍ଦ୍ର ନାରଦଙ୍କୁ କହିଲେ, ତୁମେ ଯାଇ ଭରତକୁ ସାନ୍ତ୍ୱନା କର। ନାରଦଙ୍କର ତ ମନ ଜାନ, ସାଙ୍ଗେ ସାଙ୍ଗେ ଆସିକି ଚିତ୍ରକୂଟ ପାଖରେ ପହଞ୍ଚିଗଲେ। କୁଟୀର ଦ୍ୱାରରେ ଶ୍ରୀରାମ ନାରଦଙ୍କୁ ପାଦରେ ନମସ୍କାର କରି ଆସନରେ ବସାଇଲେ। ତାପରେ ନାରଦ ଶ୍ରୀରାମକୁ କହିଲେ, ତୁମେ ଯୁକ୍ତିଯୁକ୍ତ କଥା ଯେତେ କହିଗଲ, ଏ ଜଗତରେ ଆଦର୍ଶ ସ୍ୱରୂପ ହୋଇ ରହିବ। ତାପରେ ନାରଦ ଭରତଙ୍କୁ କହିଲେ, ତୁମେ ପରମ ଧାର୍ମିକ ଆଉ ମହାଜ୍ଞାନୀ। ତୁମ ପିତାଙ୍କର ହିତବାଂଛା ଯଦି ଚାହୁଁଛ, ରାମଙ୍କ ବଚନ ପାଳ। ଆମ୍ଭେ କହୁଛୁ, ରାମ ଯଦି ବନବାସ ନକରି ଫେରିଯିବେ, ନିଶ୍ଚିତ ଭାବରେ ଦଶରଥ ରାଜା ନରକ ଯନ୍ତ୍ରଣା ଭୋଗ କରିବେ। ଦ୍ୱିତୀୟ କଥା ହେଲା, ରାମ ଯଦି 14 ବର୍ଷ ବନବାସ କରିବେ, ତାହେଲେ ସବୁ ଦେବଗଣ, ବ୍ରାହ୍ମଣ, ଋଷିଗଣଙ୍କର ବହୁତ ଉପକାର ହେବ। ଆଉ କିଛି ଚିନ୍ତା ନ କରି 14 ବର୍ଷ ତୁମେ ପ୍ରଜାମାନଙ୍କୁ ପାଳନ କର। ତାପରେ ନାରଦ ଅନ୍ତର୍ଧ୍ୟାନ ହୋଇ ସ୍ୱର୍ଗପୁରକୁ ଚାଲିଗଲେ। ତାପରେ ଭରତ ବୋଧ ହୋଇ 2 ହାତ ଯୋଡ଼ି ଶ୍ରୀରାମଚନ୍ଦ୍ରଙ୍କୁ କହିଲେ, ହେ ପ୍ରଭୁ, ମୁଁ ତୁମ୍ଭର ଦାସ। ମାତା ମୋର ଯେତେ ଦୋଷ କରିଛି ତାଙ୍କୁ କ୍ଷମା କର, ଆଉ ପାଦୁକା ଯୋଡ଼ିକ ମୋତେ ପ୍ରଦାନ କରନ୍ତୁ। ପାଦୁକା ମାନେ କଠଉ। ଆପଣଙ୍କ ପାଦର ପାଦୁକା ଅଯୋଧ୍ୟାରେ ରାଜା ହେବ। ମୁଁ ତାକୁ ସିଂହାସନରେ ରଖି ପ୍ରଜାମାନଙ୍କୁ ପାଳନ କରିବି। ରାମଚନ୍ଦ୍ର ଖୁସି ହୋଇ କହିଲେ, ହଉ, ନୂଆ ପାଦୁକା ଆଣ। ତ ରଜାର କଥା, ସୁନାର ପାଦୁକା, ସୁନାର କଠଉ କରି ଭରତ ଆଣିଥିଲେ। ମନରୁ ସେ କଥା ଚିନ୍ତା କରିଛନ୍ତି। 2ଟା କଥା, ରାମ ଯଦି ଆସିବେ ରାଜା ହେବେ, ନହେଲେ ନାହିଁ। ଯଦି ରାଜି ନ ହେବେ, ଏଇ କଠଉକୁ ରାମଙ୍କୁ ବ୍ୟବହାର କରାଇ ଆଣିକି ପୂଜା କରିମି। ଭରତ ସେ ନୂଆ କଠଉ ରାମକୁ ଦେଲେ। ଶ୍ରୀରାମ ପାଦରେ ଲଗାଇ ଭରତ ହାତକୁ ଦେଲେ। କହିଲେ, ଭରତ ସୁଖରେ ରହି ପ୍ରଜାମାନଙ୍କୁ ପାଳନ କର। ଭରତ ସୁନାର କଠଉକୁ ମୁଣ୍ଡରେ ରଖି ହାତ ଯୋଡ଼ି କରି କହିଲେ, ଭାଇ, ଏ ପାଦୁକା 2ଟିକୁ ନେଇ ଅଯୋଧ୍ୟାର ସିଂହାସନ ଉପରେ ରଖି ରାଜା କରାଇବି। ନଗର ପ୍ରାନ୍ତରରେ ଘର କରି ରହିବି। ମୁଣ୍ଡରେ ଜଟା ବାନ୍ଧି, ବକଳ ପିନ୍ଧି, ମୁନି ଦୀକ୍ଷା ଧରି ପ୍ରଜାଙ୍କୁ ପାଳୁଥିବି। 14 ବର୍ଷର ଶେଷ ଦିବସରେ ମୋତେ ଯଦି ତୁମେ ଦର୍ଶନ ନ ଦେବ, ଅନଳରେ ଝାସ ଦେଇ ପ୍ରାଣ ବିସର୍ଜନ କରିବି। ମୋର ଏ ବାକ୍ୟ କେବେ ଅନ୍ୟଥା ହେବ ନାହିଁ। ଶ୍ରୀରାମ କହିଲେ, 14 ବର୍ଷ ଶେଷ ଦିନ ସୀତା ଲକ୍ଷ୍ମଣଙ୍କୁ ସାଙ୍ଗରେ ଧରି ଅଯୋଧ୍ୟାରେ ପହଞ୍ଚି ରାଜା ହୋଇ ପ୍ରଜାଙ୍କୁ ମୁଁ ପାଳନ କରିବି। ମୁଁ ଶପଥ କରି କହୁଛି। ତାପରେ ଶ୍ରୀରାମ ଭରତଙ୍କୁ ଆଲିଙ୍ଗନ କରି ଶତ୍ରୁଘ୍ନକୁ ସ୍ନେହରେ ଚୁମ୍ବନ ଦେଇ ବଶିଷ୍ଠ ମୁନି ସହିତ ଆଉ ଯେଉଁ ବ୍ରାହ୍ମଣ ଗୁରୁଜନ ଥିଲେ ସମସ୍ତଙ୍କ ପାଦରେ ନମସ୍କାର କରି, ସବୁ ମାତାମାନଙ୍କୁ ନମସ୍କାର କରି, ମନ୍ତ୍ରୀ ମିତ୍ର ବାନ୍ଧବ ସୋଦରମାନଙ୍କୁ କୋଳାଗ୍ରତ କରି, ପ୍ରଜାମାନଙ୍କୁ ସମାଦର ବାକ୍ୟ କହି ଆନନ୍ଦରେ ନିଜ ପୁରକୁ ଯାଅ, ନିଜ ନିଜ ଧର୍ମରେ ରହି କାର୍ଯ୍ୟ କରୁଥିବ। ରାମ ଭଗବାନ ଏମାନଙ୍କୁ ସବୁ ଏଇ କଥା କହିଲେ। 14 ବର୍ଷ ଶେଷରେ ଆମ୍ଭକୁ ଦେଖିବ। ତାପରେ ଭରତ
ପାଦୁକା ଦୁଇଟିକୁ ମସ୍ତକରେ ରଖି ଶ୍ରୀରାମଙ୍କୁ ନମସ୍କାର କରି ସୈନ୍ୟମାନଙ୍କୁ କହିଲେ, ଚାଲ ଅଯୋଧ୍ୟାକୁ ଯିବା। ଆଜ୍ଞା ପାଇଁ ଯେଝା ଯାନବାହନରେ ବସିଲେ। ଭରତ ପାଦୁକା ଦୁଇଟିକୁ ହସ୍ତିପୃଷ୍ଠରେ ରଖି ଶତ୍ରୁଘ୍ନ ସହିତ ରଥରେ ବସି ବାହାରିଲେ। ମାତୃଗଣ, ବଶିଷ୍ଠ ମୁନି ସମସ୍ତେ ଯେଝା ଯେଝା ଶିବିକାରେ ଯେମିତି ଯାଇଥିଲେ ବସି, ତାପରେ ଗଙ୍ଗା ନଦୀ ପାର ହୋଇ ଭରଦ୍ୱାଜ ଆଶ୍ରମକୁ ଯାଇ ମୁନିକୁ ନମସ୍କାର କରି ସବୁ କଥା ଗୋଟି ଗୋଟି କରି ମୁନିକୁ କହିଲେ। ମୁନି ସବୁ କଥା ଶୁଣି ପରମ ସନ୍ତୋଷ ଲାଭ କଲେ। ତାପରେ ଭରତ ମୁନିକୁ ମେଲଣି ମାଗି ଯାଇ ପହଞ୍ଚିଲେ ଶୃଙ୍ଗବେରପୁରରେ। ପୁଣି ଗଙ୍ଗା ନଦୀ ପାର ହେଲେ। ତାପରେ ଗୁହକ ଶବର ଭରତଙ୍କ ପାଦରେ ନମସ୍କାର କଲା। ତାପରେ ସମସ୍ତେ ଆସି ଅଯୋଧ୍ୟାରେ ପହଞ୍ଚି ଭରତ ମାତାମାନଙ୍କୁ ରାଜଭବନରେ ରଖି ଦୁଃଖ ମନରେ ବଶିଷ୍ଠ ମୁନିକୁ କହିଲେ, ହେ ଗୁରୁ, ଏ ରାଜ୍ୟ, ଏ ସିଂହାସନ ରାମ ଭାଇଙ୍କର। ମୁଁ ପ୍ରତିଜ୍ଞା କରିଛି, ମୁଁ ଏ ସିଂହାସନରେ ବସି ରାଜ୍ୟ ପାଳିବି ନାହିଁ। ମୁଁ ଏବେ ଯାଇ ନନ୍ଦୀଗ୍ରାମରେ ବାସ କରି ରହିବି। ଯାହାଙ୍କର ଇଚ୍ଛା ହେବ ମୋ ସାଙ୍ଗରେ ଯିବେ। ଆଉ ଯଦି ପ୍ରଜାଙ୍କର ଇଚ୍ଛା ଥାଏ ତାହେଲେ ରଥ, ଅଶ୍ୱ, ଗଜ ସାଙ୍ଗରେ ଧରି ସଜ ହୁଅନ୍ତୁ। ଭରତଙ୍କ ମୁଖରୁ ଏକଥା ଶୁଣି ପ୍ରଜାମାନେ ଆନନ୍ଦ ମନରେ ବାହାରିଲେ। ତାପରେ ଭରତ ମାତାମାନଙ୍କୁ ବିମାନରେ ବସାଇ ନନ୍ଦୀଗ୍ରାମରେ ପହଞ୍ଚିଲେ। ତାପରେ ନବର ତୋଳା ହୋଇ ପ୍ରଜାମାନେ ରହିଲେ। ରଜାହାର କଥା ତାଙ୍କର ସାଙ୍ଗେ ସାଙ୍ଗେ ସବୁ କିଛି ହେଇଯିବ। ରତ୍ନ ସିଂହାସନ ଭଲ ଭାବରେ ନିର୍ମିତ ହେଲା। ସେ ସିଂହାସନରେ ପାଦୁକା ଦୁଇଟିକୁ ରଖିଲେ। ରାଜବିଧି ଅନୁସାରେ ଯେମିତି ଛତ୍ର ଟେକାଯାଏ ସେରକମ ଛତ୍ର ଟେକା ହେଲା। ତାପରେ ଭରତ ମୁଣ୍ଡରେ ଜଟା ବାନ୍ଧି ବକଳ ପିନ୍ଧି ରାମଙ୍କ ଭଳି ଫଳମୂଳ ଖାଇଲେ। ଅଗୁରୁ ଚନ୍ଦନ ଛାଡ଼ି ଭସ୍ମ ବଳିଗଲେ। ରାମ ଯେମିତି ବଣରେ କାଳ କାଟୁଥାନ୍ତି, ଭରତ ସେଇଭଳି ନନ୍ଦୀଗ୍ରାମରେ ରହି ପାଦୁକାକୁ ପୂଜା କରି ସେଇଭଳି କାଳ କାଟୁଥାନ୍ତି। ଶତ୍ରୁଘ୍ନ ବି ରାଜ୍ୟ ସୁଖ ଛାଡ଼ି ଭରତର ଆଜ୍ଞାକାରୀ ହୋଇ ମୁନିବେଶ ଧରି ଦୁଃଖରେ କାଳ କାଟୁଥାନ୍ତି। ଭରତର ଏଭଳି ନିଷ୍ଠା ଯୁକ୍ତ କର୍ମ ଦେଖି ସ୍ୱର୍ଗପୁରରେ ଦେବତାମାନେ ଧନ୍ୟ ଧନ୍ୟ କହି ପୁଷ୍ପବୃଷ୍ଟି କଲେ। ତାପରେ ବଶିଷ୍ଠ, ସୁମନ୍ତ୍ର, ପାତ୍ର ମିତ୍ରମାନେ ଯଥାବିଧି ମତେ ରାଜକାର୍ଯ୍ୟ ବୁଝୁଥାନ୍ତି। ତାପରେ ମୋର ପ୍ରିୟ ଶ୍ରୋତା ବନ୍ଧୁ, ଏବେ ଚିତ୍ରକୂଟ କଥା, ରାମଙ୍କ କଥା ଶୁଣନ୍ତୁ। ଏଣେ ମର୍ଯ୍ୟାଦା ପୁରୁଷ ରାମ ଦୁଃଖେ ସୁଖେ ଥାନ୍ତି। ଅଳ୍ପ ଦୂରରେ ଋଷିମାନଙ୍କ ଆଶ୍ରମ। କୁଳପତି ଋଷି ସହିତ ଅନେକ ଋଷି ଆଶ୍ରମରେ ଥାନ୍ତି। ସେମାନେ ଜାଣିଲେ ଯେ ରାମ ଅବତାରଧାରୀ ନାରାୟଣ। କ'ଣ ତାଙ୍କ ମନରେ ଭାବିଲେ, ମନରେ ତାଙ୍କର କ'ଣ ଭୟ ବି ଆସିଲା। ଭାବିଲେ ଆମେ ଏଠାରୁ ପଳେଇବା। ଏକଥା ଭାବି ଦିନେ ଶ୍ରୀରାମଙ୍କ କୁଟୀରକୁ ଯାଇ ରାମଙ୍କ ପାଖରେ ଭୟରେ ବସି ଠରାଠରି ହେଲେ। ବେଶୀ ଋଷି ଯାଇଛନ୍ତି। ଶରଣ ରକ୍ଷଣ ମର୍ଯ୍ୟାଦା ପୁରୁଷ ରାମ ଋଷିମାନଙ୍କ ମନ କଥା ଜାଣିପାରି ଦୁଇ ହାତ ଯୋଡ଼ି କୁଳପତି ଋଷିଙ୍କୁ କହିଲେ, ହେ ମହାମୁନି,
ମୋର କିଛି ଅନ୍ୟାୟ ଦେଖିଲେ କି ଆପଣ ଋଷିଗଣମାନେ ମୋତେ ଭୟ କରୁଛନ୍ତି କାହିଁକି? ମୋର ଭାଇ ଲକ୍ଷ୍ମଣ କିଛି ଅପରାଧ ଆପଣଙ୍କ ପାଖରେ କରିଛି କି? ସେଥିପାଇଁ ତୁମ୍ଭମାନଙ୍କ ହୃଦୟରେ କ୍ରୋଧ ଜାତ ହେଉଛି କି? ନା ସୀତା ଭକ୍ତିରେ ପାଦ୍ୟ ଅର୍ଘ୍ୟ ଦେଉନାହାନ୍ତି କି? ଏକଥା ଶୁଣି ଋଷି କହିଲେ, ସେଥିରେ ସୀତା ଦେବୀଙ୍କର ହେଳା ନାହିଁ। ଆମର ପ୍ରକୃତ ଭୟ ହେଉଛି ଏଠି ଖର ରାକ୍ଷସକୁ ଆମର ଭାରି ଡର। ଖର ରାକ୍ଷସ ହେଉଛି ରାବଣର ଭାଇ। ସେ ଖର ରାକ୍ଷସ ପ୍ରାୟ ସମୟରେ ଆସି ଋଷିଗଣମାନଙ୍କୁ ବହୁତ ହଇରାଣ କରେ। ଋଷିମାନେ ଶୋଇଥିବେ, ରାତିରେ ଋଷିମାନଙ୍କୁ ଖାଇଯିବେ। ଯଜ୍ଞ କରୁଥିବା ବେଳେ ଶୁଭ ସୂଚ ଛଡ଼ାଇକି ନେଇକି ଫୋପାଡ଼ି ଦେବେ। ଯଜ୍ଞ ଚାଲିଥିବ, ନିଆଁ ଜଳୁଥିବ, ମାୟାରେ ରକ୍ତ ବର୍ଷା କରି ଅଗ୍ନିକୁ ଲିଭାଇ ଦେବେ। ଏଭଳି ବହୁତ ହଇରାଣ କରନ୍ତି। ଆମେ ଜଳ ଆଣିବାକୁ ଜଳ ଘଟକୁ ଘଟ ନେଇକି ଯାଇଥିବୁ, ଜଳ ଘଟକୁ ହାତରୁ ଛଡ଼େଇକି ନେଇକି ପିଟିକି ଚୁନା କରିଦେବେ। ଏଇଭଳି ନାନା ପ୍ରକାର କଷ୍ଟ ଦେଉଛନ୍ତି। ସେଇଥିପାଇଁ ଅଧିକାଂଶ ଋଷି କହୁଛନ୍ତି ଏଠୁ ପଳାଇ ଯାଇ ଅଳ୍ପ ଦୂରରେ ଅଶ୍ୱ ଋଷିଙ୍କର ଗୋଟିଏ ପବିତ୍ର ଆଶ୍ରମ ଅଛି। ପାଖରେ ଫଳମୂଳ ବି ବହୁତ ଅଛି। ସେଇ ଅଶ୍ୱ ଋଷିଙ୍କ ଆଶ୍ରମକୁ ଯିବେ ବୋଲି ମୋତେ ବି ଆଜି ଡାକୁଥିଲେ, ଆସ ଯିବା ବୋଲି। ହେ ରାମ, ଯଦି ଇଚ୍ଛା ହେଉଛି ତୁମେ 3 ଜଣ ଆମ୍ଭ ସାଙ୍ଗରେ ଯିବ, ଯଦି ଆସୁନା, ଯଦି ନ ଯିବ ଟିକେ ସାବଧାନରେ ଏଠି ରୁହ। ରାକ୍ଷସମାନଙ୍କୁ ମାରିବାକୁ ତୁମର ବି ସାମର୍ଥ୍ୟ ଅଛି, ହେଲେ ମଧ୍ୟ ଏ ସ୍ଥାନକୁ ଛାଡ଼। ତୁମେ ରାମ ଏ ଜାଗାରେ ରୁହ ନା। ମର୍ଯ୍ୟାଦା ପୁରୁଷ ରାମ କୁଳପତି ଋଷିଙ୍କର କଥା ଶୁଣି ନିରୁତ୍ତର ହୋଇ ମୌନ ହୋଇ ବସିଲେ। ତାପରେ ଶ୍ରୀରାମଙ୍କୁ ଆଶୀର୍ବାଦ କରି ଋଷିମାନଙ୍କୁ ସାଙ୍ଗରେ ଧରି ଅଶ୍ୱ ଋଷିଙ୍କ ଆଶ୍ରମକୁ ଗଲେ। ଶ୍ରୀରାମ ଋଷିଙ୍କୁ ନମସ୍କାର କରି କୁଟୀର ଭିତରକୁ ଆସିଲେ। ଆଉ କିଛି ଋଷି ଶ୍ରୀରାମଙ୍କୁ ଆଶ୍ରା କରି ଆଶ୍ରମ ରହିଲେ। କହିଲେ, ହଁ, ସେ ତ ମର୍ଯ୍ୟାଦା ପୁରୁଷ ରାମ, ସେ ତ ଅସୁରମାନଙ୍କୁ ମାରିବାକୁ ଜନ୍ମ ହୋଇଛନ୍ତି। ଅସୁର ଆମର କ'ଣ କରିବେ? ତାକୁ ଭୟ କରିବେ ନା। ଆଉ ସେଇଦିନ ଠାରୁ ମର୍ଯ୍ୟାଦା ପୁରୁଷ ରାମ କୁଳପତି ଋଷିଙ୍କ କଥା ମାନି ସୀତା ଦେବୀଙ୍କୁ ଏକା ଛାଡ଼ିକି ଆଉ କୁଆଡ଼େ ଯାଆନ୍ତି ନାହିଁ। ତାପରେ ଶ୍ରୀରାମ ମନେ ମନେ ଚିନ୍ତା କରୁଛନ୍ତି, ଏଠିକି ଭରତ ସୈନ୍ୟ ସଖା ମାତା ବିମାତା ମାନେ ଆସିଥିଲେ। ତାଙ୍କର ଯେଉଁ ସ୍ନେହ ଭାବ ମୋ ମନରେ ଆଜି ବହୁତ ପଡ଼ୁଛି। ମୋର ପ୍ରିୟ ଶ୍ରୋତା ବନ୍ଧୁ, ଆଜି ଏତିକିରେ ଥାଉ। ପୁଣି ଆପଣମାନେ ଶୁଣିବେ ଆଗାମୀ ଅଧ୍ୟାୟରେ। ଏଣୁ ଆପଣମାନଙ୍କୁ ନମସ୍କାର କରି ଆଜି ଏତିକିରୁ ବିଦାୟ ନେବା। ସେଇ ରାମନାରାୟଣ ଆପଣମାନଙ୍କର ତଥା ଆପଣମାନଙ୍କ ପରିବାର, ତା ସହିତ ମଣିଷଠାରୁ ପଶୁପକ୍ଷୀ କୀଟପତଙ୍ଗ ପର୍ଯ୍ୟନ୍ତ ସମସ୍ତଙ୍କର ସେଇ ରାମନାରାୟଣ ମଙ୍ଗଳ କରନ୍ତୁ। ସେଇ ରାମନାରାୟଣଙ୍କୁ ନମସ୍କାର କରି, ଝଙ୍କଡ଼ବାସିନୀ ମା ଶାରଳାଙ୍କୁ ନମସ୍କାର କରି, ଚତୁର୍ଥୀ ଗୋପାଳଙ୍କୁ ନମସ୍କାର କରି, ସ୍ୱର୍ଗ ମର୍ତ୍ତ୍ୟ ପାତାଳକୁ ନମସ୍କାର କରି, ମୋର ପ୍ରିୟ ଶ୍ରୋତା ବନ୍ଧୁମାନଙ୍କୁ ନମସ୍କାର କରି, ଏ ସଂସ୍ଥା ଶ୍ରୋତା ବନ୍ଧୁମାନେ କେମିତି ଆଗକୁ ନେବେ ସେଇ ଶ୍ରୋତା ବନ୍ଧୁମାନେ ସେଇ ଈଶ୍ୱର ଜାଣନ୍ତି। ମୋର କେବଳ ଏତିକି ଶ୍ରୋତା ବନ୍ଧୁମାନଙ୍କୁ ନିବେଦନ, ଆପଣମାନେ ଏଇ ରାମ ଅମୃତ ବାଣୀ ଅମୃତ ଯାଇ ସେୟା ଆକୁ ଦରଖଣ୍ଡିଆ କରି ନ ଶୁଣି ସମ୍ପୂର୍ଣ୍ଣ ଶୁଣି, ଯଦି ଦେଖିବାକୁ ସମୟ ନାହିଁ, ଅନୁଷ୍ଠାନ
ବଞ୍ଚାଇବା ଉଦ୍ଦେଶ୍ୟରେ ଆଉ କିଛି ଲୋକଙ୍କ ଉପକାର ଉଦ୍ଦେଶ୍ୟରେ ଆପଣମାନେ ଏ ରାମନାରାୟଣଙ୍କ କଥା ସମ୍ପୂର୍ଣ୍ଣ ଶୁଣି ଭିଡ଼ିଓ ଟିକେ ସବସ୍କ୍ରାଇବ୍ କରିବେ, ଲାଇକ୍ ଟିକେ କରିବେ, କାହିଁକିନା ଆପଣମାନେ ବି ଚାହିଁଲେ ବହୁତ ଲୋକ ଭଲରେ ରହିପାରିବେ। ଏତିକି ଉପକାର କରନ୍ତୁ। ମୋର ଏତିକି ଆପଣମାନଙ୍କୁ କୋଟି କୋଟି ଧନ୍ୟବାଦ। ମୋର ପ୍ରିୟ ଶ୍ରୋତା ବନ୍ଧୁମାନଙ୍କୁ ମଥା ଲଟା ପ୍ରଣାମ କରି ବିଦାୟ ନେଉଛି। ଜୟ ଶ୍ରୀରାମ, ଜୟ ଶ୍ରୀରାମ, ଜୟ ଶ୍ରୀରାମ, ହରି ବୋଲ।